প্রেম এଠି তো পাই মাটি খেলনা ভাঙ্গি দেলু খেলি খেলি করে চুনা চুনা। ସେ ଗୀତଟି ଆଜ୍ଞା ଓ ମାହିରେ ଗୀତଟି ଥିଲା। ସେ ଗୀତଟି ଓ ମାହିର ଥିଲା, ଟାଇଟେଲ ଅଛି ଓ ମାହିରେ। ଆଉ ହ୍ୟୁମାନ ଯେତେବେଳେ ଗାଇଥିଲେ ବି ସେ ଗୀତଟାକୁ ରିଲିଜ ଯେତେବେଳେ ହେଇନଥିଲା ମତେ ପଚାରିଥିଲେ ଥରେ ଏଥର ନେକ୍ସଟ ସଙ୍ଗ ଯୋଉ ଥାଏ ରେକର୍ଡିଂ ସେ ଦେଖା ହେଇଥିଲେ ପଚାରନ୍ତି ଆଉ ସାର୍ ସେଟା ରିଲିଜ ହେଲା। ମୁଁ କହିଲି ନାଇଁ ହେଇନି ହବ। ଆଉ ସେ ଗୀତକୁ ସେ ବହୁତ କହିଲେ ବଢିଆ ହେଇଥିଲା ବୋଲି କହୁଥିଲେ ସେ ଗୀତ। ଓଡ଼ିଆ ସଙ୍ଗୀତ ଜଗତର ବାଦଶା ହ୍ୟୁମାନ ସାଗର ଆଉ ନାହାନ୍ତି, କିନ୍ତୁ ହ୍ୟୁମାନଙ୍କର ଯେଉଁ ସଙ୍ଗୀତ ପ୍ରତି ଯେଉଁ ଦୁର୍ବଳତା ଥିଲା, ସଙ୍ଗୀତ ପ୍ରତି ଯେଉଁ ଭଲ ପାଇବା ଥିଲା, ତାହାକୁ ଆଜି ଓଡ଼ିଶାବାସୀ ନିଶ୍ଚିତ ଭାବେ କୋଉଠି ନା କୋଉଠି ଝୁରୁଛନ୍ତି। ଯଦି କହିବା ତାହେଲେ ନିଶ୍ଚିତ ଭାବେ କଟକର ଅନେକ ଜାଗାରେ ହ୍ୟୁମାନ ତାଙ୍କର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଛନ୍ତି। ଆମେ କହିବା ତାହେଲେ ଯେଉଁଭଳି ଭାବେ ଆମେ ଦେଖୁଥିଲେ ମିଲନ ଷ୍ଟୁଡିଓରେ ତାଙ୍କର ଏକ ପ୍ରଥମ କ୍ୟାରିୟର ଗୀତ ଆରମ୍ଭ କରିଥିଲେ ଏବଂ ନିଶ୍ଚିତ ଭାବେ କୋଉଠି ନା କୋଉଠି ଭଏସ୍ ଅଫ୍ ଓଡ଼ିଶାକୁ ଯେତେବେଳେ ହ୍ୟୁମାନ ଗଲେ ସେତେବେଳେ 13 ବର୍ଷ ତଳେ ହ୍ୟୁମାନ ନିଶ୍ଚିତ ଭାବେ କୋଉଠି ନା କୋଉଠି ତାଙ୍କ କ୍ୟାରିୟର ଯେତେବେଳେ ଆରମ୍ଭ କରିଥିଲେ ପ୍ରଥମ ଗୀତ ତାଙ୍କର ଯେଉଁ ଥିଲା ସେ ଗୀତ ରେକର୍ଡିଂ ଯଦିଓ ହେଇଥିଲା ତାହା ନିଶ୍ଚିତ ଭାବେ ପବ୍ଲିସିଟି ହେଇପାରିନଥିଲା। ଆଜି ହ୍ୟୁମାନ ନାହାନ୍ତି ସତ, କିନ୍ତୁ ତାଙ୍କ ଯେଉଁ ଅତୀତ ଗୀତ ଥିଲା 13 ବର୍ଷର ଗୀତ, ସେ ଗୀତ ଆଜି ନିଶ୍ଚିତ ଭାବେ ପବ୍ଲିସିଟି ହେଇଛି। ଏବଂ ଯିଏ ଥିଲେ ହ୍ୟୁମାନଙ୍କ ସାଙ୍ଗରେ ଏବଂ ଏ ଗୀତର ପୁରୋଧା ଯିଏ ଥିଲେ ଆମେ ନିଶ୍ଚିତ ଭାବେ ଆଲୋଚନା କରିବା। କଟକରେ ଆମ ସହିତ ଅଛନ୍ତି ମାନସ କୁମାର। ଆପଣଙ୍କୁ ଓଡ଼ିଶା ଭାସ୍କରକୁ ନିଶ୍ଚିତ ଭାବେ ସ୍ୱାଗତ କରିବି। ଗୋଟେ ଦୁଃଖ ଏବଂ ସମୟରେ ନିଶ୍ଚିତ ଭାବେ ସଙ୍ଗୀତ ଦୁନିଆରୁ ଯିଏ ବାଦଶାହ ଥିଲେ ହ୍ୟୁମାନ ସାଗର ଆଜି ଚାଲି ଯାଇଛନ୍ତି, କିନ୍ତୁ 13 ବର୍ଷ ତଳର ଗୋଟେ ସ୍ମୃତି ଥିଲା, ଗୋଟେ ଗୀତ ଥିଲା ଯେଉଁ ଗୀତ ରେକର୍ଡିଂ ବନ୍ଦ ହେଇଥିଲା। ଏବେ ସେ ରେକର୍ଡିଂ ଚାଲିଲା ଏବଂ ଗୀତ ମଧ୍ୟ ପବ୍ଲିସିଟି ହେଲା। କ'ଣ ସେ ମୁହୂର୍ତ୍ତ ଥିଲା, କ'ଣ ସେ ଗୀତ ଥିଲା? ଯେତେବେଳେ ସେ ଭଏସ୍ ଅଫ୍ ଓଡ଼ିଶାରେ ଗୀତ ଗାଉଥିଲେ ସେତେବେଳେ ତାଙ୍କ ଭଏସ୍ ମୋତେ ଭଲ ଲାଗିଥିଲା। ସୁଭି ପ୍ୟାଟର୍ନ ଗୀତ ଗାଉଥିଲେ। ତା ପୂର୍ବରୁ ତ ଥରେ ମୁଁ ସେ ଷ୍ଟୋରିଟା ମୁଁ କହିଥିଲି, ପୂର୍ବ ଭିଡ଼ିଓରେ ସବୁ କହିଛି, ଇଣ୍ଟରଭ୍ୟୁରେ କହିଛି। ତାଙ୍କୁ ଷ୍ଟୁଡ଼ିଓରୁ ଥରେ ଫେରେଇ ଦେଇଥିଲି, ତାଙ୍କ ଭଏସ୍କୁ ଚିହ୍ନି ପାରିନଥିଲି, ଜାଣିନଥିଲି, ଯେହେତୁ ସେତେବେଳେ ନୂଆ ଆସିଥିଲେ ସିଏ। ଆଉ ତାପରେ ସେ ଦୁଃଖ ବି ମୋତେ ଥିଲା, ଫେରେଇ ଦେଇଥିଲି ଯେତେବେଳେ। ସେଥିପାଇଁ ଭଏସ୍ ଅଫ୍ ଓଡ଼ିଶାରେ ଯେତେବେଳେ ଗୀତ ସେ ଗାଉଥିଲେ ତାଙ୍କ ଭଏସ୍ ମୋତେ ଭଲ ଲାଗିଥିଲା। ସୁଫି ପ୍ୟାଟର୍ନ ଗୀତ ସେ ଗାଆନ୍ତି ଏବଂ ସେଇ ଟାଇପ୍ର ମୁଁ କମ୍ପୋଜିସନ୍ କରିଥିଲି ଗୋଟେ ତାଙ୍କ ସେଇ ସୁଫି ପ୍ୟାଟର୍ନ ହାଇ ପିଚ୍ର ଗୀତ। ସେତେବେଳେ ଭଏସ୍ ପୁରା ଡେପ୍ଥ ପୁରା ବହୁତ ବଢ଼ିଆ ଥିଲା। ଏଇ ଗୀତଟିକି ସୁଶାନ୍ତ ସାର୍ ଲେଖିଥିଲେ। ସେଇଟାକୁ ଆମେ ସାଉଣ୍ଡ ୱେଭ୍ ଷ୍ଟୁଡ଼ିଓରେ ରେକର୍ଡ କରିଥିଲୁ। ଯଦି ଆମେ ରେକର୍ଡ କରିଥିଲୁ ସେଇଟାକୁ ଆମେ ଆଉ ରିଲିଜ୍ କରିପାରିନଥିଲୁ, ଯେହେତୁ ସେତେବେଳେ ୟୁଟ୍ୟୁବ୍ କିଛି ଲୋକ ଜାଣିନଥିଲେ ଏବଂ ସେଇଟା ଷ୍ଟୁଡ଼ିଓ ଭର୍ସନ୍ ବି ସେତେବେଳେ ନଥିଲା। ଆଉ ସେଥିପାଇଁ ଗୋଟେ ଜଷ୍ଟ ମାନେ ୱେବସାଇଟ୍ ଥିଲା, ମୁଁ ସେଇଥିରେ ଦେଇଥିଲି, ସେମିତି ଗୋଟେ ନର୍ମାଲ ଦେଇଥିଲି, ସେଇଟା ରିଲିଜ୍ ନୁହେଁ। ସେ ତାକୁ ଅଳ୍ପ ଦିନ ଛାଡ଼ିଲେ ପୁଣି ରିମୁଭ୍ କରିଦେଲେ ସେଇ ଗୀତଟି। ଆଉ ଯେତେବେଳେ ଏବେ ସେ ଡିଭିଡ଼ି ଖୋଜିଲି, ମୋର ଗୋଟେ ଡିଭିଡ଼ିରେ ସେଇଟା ଥିଲା, ତାକୁ ଆଉଥରେ ଆଜ୍ଞା ମୁଁ କାଲି ରିଲିଜ୍ କରିଛି। ପୁରୁଣା ଇତିହାସ, ପୁରୁଣା ଡିଭିଡ଼ି ଆଜି ମଧ୍ୟ ଜୀବିତ ଅଛି ଏବଂ ହ୍ୟୁମାନ ନାହାନ୍ତି। ଏ କୋଉଠି ନା କୋଉଠି କ'ଣ ସେ ଗୀତ ଥିଲା ଏବଂ କୋଉଭଳି ଭାବେ ଦର୍ଶକ ଏବେ ସେ ଗୀତକୁ ନିଶ୍ଚିନ୍ତ ଭାବେ ଝୁରିବେ। ଯଦିଓ ହ୍ୟୁମାନ ନାହାନ୍ତି ପାଖରେ, କିନ୍ତୁ ଗୀତ ଅତୀତ ଏବଂ ଭବିଷ୍ୟତ ହିଁ ରହିବ। ଆଜ୍ଞା ସେ ଗୀତଟି ଆଜ୍ଞା ଓ ମାହିରେ ଗୀତଟି ଥିଲା। ସେ ଗୀତଟି ଓ ମାହିର ଥିଲା, ଟାଇଟେଲ ଅଛି ଓ ମାହିରେ। ଆଉ ହ୍ୟୁମାନ ଯେତେବେଳେ ଗାଇଥିଲେ ବି ସେ ଗୀତଟାକୁ ରିଲିଜ ଯେତେବେଳେ ହେଇନଥିଲା ମତେ ପଚାରିଥିଲେ ଥରେ ଏଥର ନେକ୍ସଟ ସଙ୍ଗ ଯୋଉ ଥାଏ ରେକର୍ଡିଂ ସେ ଦେଖା ହେଇଥିଲେ ପଚାରନ୍ତି ଆଉ ସାର୍ ସେଟା ରିଲିଜ ହେଲା। ମୁଁ କହିଲି ନାଇଁ ହେଇନି ହବ। ଆଉ ସେ ଗୀତକୁ ସେ ବହୁତ କହିଲେ ବଢିଆ ହେଇଥିଲା ବୋଲି କହୁଥିଲେ ସେ ଗୀତକୁ। ଆଉ ସେ ଗୀତଟି ଯେହେତୁ ଏତେ ଦିନ ପଡି ରହିଥିଲା, ସେ ଚାଲିଗଲେ। ଆଉ ମୁଁ ସେ ଗୀତ ପ୍ରତି ବି ସେତେବେଳେ ଟିକେ ମନ ଧ୍ୟାନ ଦେଇନଥିଲି, କାରଣ ନୂଆ ନୂଆ ଗୀତ ହଉଥିଲା। ତାପରେ ସେ ଫିଲ୍ମରେ ବି ଗାଇଲେ। ଫିଲ୍ମରେ ତ ତାଙ୍କୁ ସେଇ ସମୟର କଥା ବି ତାଙ୍କୁ ଫିଲ୍ମରେ ସମାଜ ସୁଯୋଗ ଦେଇଛନ୍ତି, ଯେମିତିକି ପ୍ରେମାନନ୍ଦ ସାର୍, ଅଭିଜିତ ମଜୁମଦାର ସାର୍, ଚନ୍ଦ୍ରକାନ୍ତ ଭାଇ। ସେଇ ସମୟରେ ବି ଯୋଉ ସମୟରେ ଆଲବମ୍ ମୁଁ ବୋଲେଇଲି ସେଇ ସମୟରେ ସେମାନେ ଫିଲ୍ମରେ ଦଉଥିଲେ, କିନ୍ତୁ ଆଲବମ୍ ଅନୁସାରେ ଏଇଟା ଫାଷ୍ଟ ଗୀତ ଥିଲା। ଯଦି ଫାଷ୍ଟ ଗୀତ ଥିଲା, ସେ ନୂଆ ନୂଆ ଥାନ୍ତି, ତାଙ୍କୁ ବି ଏ ଗୀତଟି ବହୁତ ଭଲ ଲାଗିଥିଲା। ସେଥିପାଇଁ ମୁଁ ଦେଖିଲି ସେ ତ ଚାଲିଗଲେଣି, ଆଉ ସେଥିପାଇଁ ବର୍ତ୍ତମାନ ସେ ଗୀତଟି କାହିଁକି ପଡି ରହିବ, ଡିଭିଡି ଖୋଜିକି ପାଇଲି, ସେ ଡିଭିଡିରେ ଥିଲା, ମୁଁ ତାକୁ ଆଜ୍ଞା କାଲି ରିଲିଜ କରିଦେଇଛି। ଗୀତର ଗୋଟିଏ ମୁକୁଡ଼ା ନିଶ୍ଚିତ ଭାବେ ଆମେ ଦର୍ଶକ ମାନଙ୍କୁ ଜଣାଇବା ପାଇଁ ଚାହିଁବୁ, ଯେହେତୁ ହ୍ୟୁମାନ ନାହାନ୍ତି, ଏତେ ପୁରୁଣା ସ୍ମୃତି, 13 ବର୍ଷର ସ୍ମୃତି ଆପଣ ପୁଣି ତାକୁ ରିଲିଜ କରିଛନ୍ତି ଏବଂ ଦର୍ଶକ ବର୍ତ୍ତମାନ ନିଶ୍ଚିତ ଭାବେ ଯୋଉମାନେ ବି ଶ୍ରୋତା ଅଛନ୍ତି, ଯୋଉମାନେ ହ୍ୟୁମାନଙ୍କୁ ଭଲ ପାଉଥିଲେ, ଏ ଗୀତ ପ୍ରତି ତାଙ୍କର ନିର୍ଦ୍ଦିଷ୍ଟ କୋଉଠି ନା କୋଉଠି ରହିବ ଦୁର୍ବଳତା। କ'ଣ ସେ ଗୀତ? ସେ ଗୀତ ଆଜ୍ଞା ହଁ ଗୋଟେ ଲାଇନ କହୁଛି, ପ୍ରେମ ତୋର ପ୍ରେମ ଏଠି ତ ପାଇଁ ମାଟି ଖେଳନା ଭାଙ୍ଗି ଦେଲୁ ଖେଳି ଖେଳି କରି ଚୁନା ଚୁନା। ପ୍ରେମ ଏଠି ତ ପାଇଁ ମାଟି ଖେଳନା ଭାଙ୍ଗି ଦେଲୁ ଖେଳି ଖେଳି କରି ଚୁନା ଚୁନା। ଏମିତି ଗୋଟେ ଆଜ୍ଞା ହାଇ ପିଚ୍ ଗୀତ ଥିଲା। ବ୍ୟକ୍ତିଗତ ଭାବେ ଆମର ହ୍ୟୁମାନ ସହିତ ମିଶିଥିଲେ 13 ବର୍ଷ ତଳେ, ଯଦିଓ ହ୍ୟୁମାନଙ୍କୁ ଭଲ ଭାବେ ଜାଣିନଥିଲେ, କିନ୍ତୁ ଗୀତ କମ୍ପୋଜ କରିଥିଲେ। ଏବେ ହ୍ୟୁମାନ ନାହାନ୍ତି,
କେତେ ଦୁଃଖ ଲାଗୁଛି ବ୍ୟକ୍ତିଗତ ଭାବେ ଆପଣ କେତେ ମର୍ମାହତ? ଆଜ୍ଞା କହିବାକୁ ଗଲେ ତ ମାନେ ମୁଁ ବହୁତ ଦୁଃଖିତ, କାରଣ ସେ ହ୍ୟୁମାନ ଯିବା ଦିନ ଠାରୁ ମୁଁ କାନ୍ଦୁଛି, ଆଉ ରାତିରେ ହିଁ ମୋର ମନେ ପଡୁଛି। ମୁଁ ରାତିରେ ମାନେ ଶୋଇ ପାରୁନାହିଁ, ଖାଇ ପାରୁନାହିଁ। ମୋ ସାଙ୍ଗମାନେ ବି ଏମିତି ବି କହୁଛନ୍ତି ଆରେ ତମେ ଟିକେ ଦେହ ଖରାପ ହେଇଯିବ, ତମେ ଟିକେ ଦେହକୁ ଜଗ, ମାନେ ଏତେ ମନେ ପଡୁଛି। କାରଣ ମୋ ଡାଇରେକ୍ସନ ସେ 200 ଗୀତ ଗାଇଛନ୍ତି ସେଇ ସମୟରେ। ତାପରେ ପରେ ସେ ଫିଲ୍ମ ଗାଇଲା ପରେ ମୋ ଡାଇରେକ୍ସନ ସେ 200 ଗୀତ ଗାଇଛନ୍ତି। ଯେମିତି ବି ସେ ଏବେ ଚାଲିଗଲେ, ଯୋଉ ଗୀତଟି ଆଜି ରାତି ଗଲେ ପାଇ ଜଳିବ ମୋ ଜୁଇ, ଏଇଟା ବି ଭାଇରାଲ ହଉଛି, ତାଙ୍କରି ଗୀତଟା ଶୁଣିଥିବେ ଆପଣ। ମାଙ୍କ ଉଦ୍ଦେଶ୍ୟରେ ମଧ୍ୟ ସେ ଗୋଟେ ଗୀତ ମଧ୍ୟ ଗାଇଛନ୍ତି ହ୍ୟୁମାନ। ହଁ ୟେସ୍, ହଁ କେତେ ଗୀତ ଗାଇଛନ୍ତି ଆଜ୍ଞା। ତାଙ୍କ ତ ସ୍ୟାଡ ସଙ୍ଗ, ମୋ ଗୀତ ବହୁତ ସ୍ୟାଡ ସଙ୍ଗ ଆଜ୍ଞା ସେ ଗାଇଛନ୍ତି। ସେଥିପାଇଁ ଯେହେତୁ ଏତେ ତାଙ୍କ ସାଙ୍ଗରେ ମିଶିଛି, ଆଉ ସେ ଦୁଃଖଟା କେମିତି ଭୁଲି ହବ। କେତେ ମଜା ଖଟି କରି ଆମେ ଷ୍ଟୁଡିଓରେ ରେକର୍ଡ କରୁ, ଆଉ ସେଟା ଏତେ ଜଲଦି ତ କେବେ ଭୁଲି ହବନି ଆଜ୍ଞା। ଶୁଣୁଥିଲେ ପ୍ରତିକ୍ରିୟା ଯାହା ଥିଲା ମାନସ କୁମାର ଯେ ଅଛନ୍ତି ବର୍ତ୍ତମାନ 13 ବର୍ଷ ତଳର ହ୍ୟୁମାନ ସାଗରଙ୍କର ଯୋଉ ଗୀତ ଥିଲା ସେ ଗୀତ ରେକର୍ଡିଂ ବନ୍ଦ ହେଇଥିଲା, କିନ୍ତୁ ଆଜି ହ୍ୟୁମାନ ନାହାନ୍ତି, ସେ ଗୀତ ରେକର୍ଡିଂ ହେଇଛି ଏବଂ ନିଶ୍ଚିତ ଭାବେ ମାନସ କୁମାର ଆଶାବାଦୀ ମଧ୍ୟ ଅଛନ୍ତି ହ୍ୟୁମାନଙ୍କୁ ଯୋଉଭଳି ଭାବରେ ସାରା ଓଡ଼ିଶା ଝୁରୁଛି ଏ ଗୀତ ନିଶ୍ଚିତ ଭାବେ ପ୍ରତ୍ୟେକ ଦର୍ଶକଙ୍କ ପାଖରେ ପହଞ୍ଚିବ। କଟକରୁ ବଳରାମ ନାୟକ, ଓଡ଼ିଶା ଭାସ୍କର।